ଆମର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍କଳ ସମ୍ମିଳନୀ ଆମ ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ଭୂମିକା ନେଇଥିଲା, ଯାହାର ମୁଖ୍ୟ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଯାହାଙ୍କ ନାଁରେ ଆମର ବାଲିଯାତ୍ରା ଐତିହାସିକ ବାଲିଯାତ୍ରା ପଡ଼ିଆ ତଳ ପଡ଼ିଆରେ ଯେତେବେଳେ ବାଲିଯାତ୍ରା ଆରମ୍ଭ ହେଲା, ସେତେବେଳେ ମଧୁବାବୁଙ୍କ ନାଁରେ ସେ ମଞ୍ଚକୁ ନାମିତ ନକରି ବୈଷ୍ଣବପାଣିଙ୍କ ନାଁରେ ନାମିତ କରାଗଲା। ସେତେବେଳେ ଆମେ ତାର ଘୋର ବିରୋଧ କରିଥିଲୁ। ତତ୍କାଳୀନ ମୁଖ୍ୟମନ୍ତ୍ରୀକୁ ଆମେ ଯାଇ ଦେଖା କରିଥିଲୁ ଏବଂ ତାଙ୍କ ପାଖେ ଦାବି ଜଣାଇଥିଲୁ ଯେ ଏଇଟା ଏ ମଞ୍ଚକୁ ନାଁ ପରିବର୍ତ୍ତନ କରାଯାଉ ଆଉ ତାକୁ ମଧୁବାବୁଙ୍କ ନାଁରେ ସେ ମଞ୍ଚକୁ କରାଯାଉ। କିନ୍ତୁ ଯେହେତୁ ସେଟା ସରକାରୀ ଭାବରେ ଘୋଷଣା କରାଯାଇ ସାରିଥିଲା, ତେଣୁ ପରବର୍ତ୍ତୀ ଅବସ୍ଥାରେ ସିଏ ବାଧ୍ୟ ହୋଇ ଆଉ ଗୋଟିଏ ମଞ୍ଚ ଦେବାକୁ ବାଧ୍ୟ ହୋଇଥିଲେ, ଯାହାଫଳରେ ଆମେ ଦାବି କରିଥିଲୁ ଯେ ମଧୁବାବୁଙ୍କ ନାଁରେ ଯଦି ମଞ୍ଚ ନ ରହିବ ତାହେଲେ ବାଲିଯାତ୍ରାକୁ ଆମେ ବନ୍ଦ କରିବୁ, ବିରୋଧ କରିବୁ। ସେଥିପାଇଁ ସେମାନେ ବାଧ୍ୟ ହୋଇ ଆଉ ଗୋଟିଏ ମଞ୍ଚର ବ୍ୟବସ୍ଥା କରିଥିଲେ, ଯାହା ନାଁ ଆମେ ଦେଇଥିଲୁ ମଧୁ ମଞ୍ଚ। 1995 ମସିହାରେ ଧୀରେ ଧୀରେ ସେ ମଞ୍ଚ ଯେତିକି ଜାଗା ତାଙ୍କୁ ଦିଆଯାଇଥିଲା ସେତିକି ଜାଗା ବୈଷ୍ଣବପାଣି ମଞ୍ଚକୁ ମଧ୍ୟ ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ବୈଷ୍ଣବପାଣି ମଞ୍ଚ ଚାଲିଥିଲା, ମଧୁ ମଞ୍ଚ ଚାଲିଥିଲା। 2018 ମସିହାରେ ତତ୍କାଳୀନ ଆମ ଜିଲ୍ଲାପାଳ ସେ ପ୍ରଥମ ଥର ପାଇଁ ଆମର ସେ ଜାଗାକୁ ବିକ୍ରି କରିବା ଆରମ୍ଭ କଲେ। ଆମ ଜାଗାଟାକୁ, ଯେଉଁ ଜାଗାଟା ଆମର ଉଦ୍ଦିଷ୍ଟ ମଧୁ ମଞ୍ଚ ପାଇଁ, ତାକୁ ଗୋଟେ ନନୁଡ଼ିଆ ସ୍ୱାଦିଷ୍ଟ ମସଲା ବାଲାକୁ ଦେଇଦେଲେ। ଆମେ ପ୍ରତିବାଦ କରିବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ, ଏଭଳି ଆଉ ଦ୍ୱିତୀୟବାର ହବ ନାହିଁ ବୋଲି କହିଥିଲେ ଏବଂ ଆଉ ଗୋଟେ ଜାଗାରେ ଆମକୁ ରିକ୍ୱେଷ୍ଟ କରିବାକୁ ଆମେ ମଧୁମଞ୍ଚ ସେଠି କରିଥିଲେ। 1920-21 କୋଭିଡ ହେଇଗଲା। 22 ମସିହାରେ ସେ ଆମକୁ ପଇସା ମାଗିଲେ ଯେ ମଞ୍ଚ କରିବା ପାଇଁ ସ୍କୋୟାର ଫୁଟ ଏତିକି ପଇସା ଦେବାକୁ କହିଲେ। ଆମେ ବାଧ୍ୟ ହୋଇ କୋର୍ଟ ଅଫ୍ ଲକୁ ଗଲୁ। ହାଇକୋର୍ଟରେ କେସ୍ ହେଲା। କେସ୍ରେ ଆମ ସପକ୍ଷରେ ରାୟ ହେଲା। ପୁନର୍ବାର ସେମାନେ ମଧୁମଞ୍ଚ କରିବାକୁ ଫ୍ରି ଅଫ୍ କଷ୍ଟ ଆମକୁ ଜାଗା ଦେଇଥିଲେ। ଅଣଦେଖା କରାହେଉଛି ଏଇପାଇଁ କହୁଛି, ଏବେ ଚଳିତ ବର୍ଷ ବୈଷ୍ଣବପାଣି ମଞ୍ଚକୁ ସେମାନେ 75,000 ସ୍କୋୟାର ଫୁଟ ଜାଗା ଦେଇଥିବା ବେଳେ ଆମର ଯେଉଁତିକି ଜାଗା ଥିଲା ଧୀରେ ଧୀରେ ତାକୁ କମେଇ 1,800 ସ୍କୋୟାର ଫୁଟ ଜାଗା ଚଳିତ ବର୍ଷ ଆମକୁ ଦିଆଯିବ।